ଶୀତ ଦିନରେ ଚାଲନ୍ତୁ ଏଇ ରେସିପିଟାକୁ ବନେଇବା। ସନ୍ଧ୍ୟା ସମୟରେ ଜୋରସେ ଥଣ୍ଡା ହେଉଛି ଆଉ ଏମିତିଆ ପୁରା ଟେଷ୍ଟ ପୁରା ଗରମ ଗରମ ମଟର ସୁପ୍ ବା ମଟର ପାଣି ପିଇବା ପାଇଁ ଆପଣଙ୍କୁ କେମିତି ଲାଗୁଛି ମୋତେ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଖାସ୍ କରି ପୁରୀ ଫେମସ୍ ମଟର ପାଣି ବା କେତେଜଣ ମଟର ବାମ୍ଫ ବୋଲି କହନ୍ତି। ତ ଚାଲନ୍ତୁ ଆଜି ବନେଇବା ଆଉ କେମିତି କ'ଣ ଟେଷ୍ଟ ଅଛି ଆପଣମାନେ ନିଶ୍ଚିନ୍ତ ଦେଖନ୍ତୁ ଆଉ ଘରେ ବନେଇକି ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ। ତ ମୁଁ ହୋଲ୍ ନାଇଟ୍ ପୁରା ଭିଜେଇ ରଖିନେଇଥିଲି ମଟର। ମୁଁ ଏଠି ପାଖାପାଖି 250ରୁ 300 ନେଇଛି। ତ ସେଥିରେ 2ଟା ଆଳୁ ଦେଇଛି। ଆଳୁଟା ଅପସନାଲ୍, ଆଉ ଆପଣମାନେ ଚାହିଁଲେ ଏଟାକୁ ସ୍କିପ୍ କରିପାରିବେ, କିନ୍ତୁ ଏଟା ଆଳୁ ଟିକେ ଦେଲେ ଖାଇବା ପାଇଁ ଭଲ ଲାଗିବ, ଟିକେ ବହଳିଆ ହେଇଥାଏ ତାର। ତା ସହିତ ଏଠି ମୁଁ କାକୁଡ଼ି, ଧଣିଆ ପତ୍ର, ଗାଜର ଆଉ ନେଇଯାଇଛି କଞ୍ଚା ଲଙ୍କା। ତ ତାକୁ ବଢ଼ିଆ ସେ ଚୁନ ଚୁନ କରି ପୁରା କାଟିକି ସାଇଜ୍ କରି ରଖିନେବା, ଯେମିତିକି ଆଖିକୁ ଆମର ସୁନ୍ଦର ଦେଖାଯିବ। ତାକୁ ସାଇଡ଼୍ କରିସାରିଲା ପରେ ଏପଟେ ମୁଁ ଦେଇଛି ତେନ୍ତୁଳି ପାଣିକୁ ରେଡ଼ି କରିଦେଇଛି। କଞ୍ଚା ଲଙ୍କା ସେଥିରେ ଚକଟିକି ଏବେ ପ୍ଲେଟ୍ରେ ସଜାଡ଼ି ନେବା। ତ ତାକୁ ଟିକେ ଭଲସେ ପ୍ରେସ୍ କରିନେଲି ଆଳୁ ତା ସହିତ ମଟରକୁ ଗୋଟେ ଟଙ୍କି ସାଇଜରେ। ତାପରେ ଏପଟେ ପ୍ଲେଟ୍ରେ ସଜାଡ଼ି ନେଲି। ତ କାକୁଡ଼ି ତା ସହିତ ଧଣିଆ ପତ୍ର, ଟମାଟୋ, ଚାଟ୍ ମସଲା, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ ସବୁ ଦେଇକି ସ୍ୱାଦ ଅନୁସାରେ ଲୁଣ ଦେଇକି ବଢ଼ିଆ ସେ ରେଡ଼ି କରିଦେଲି। ଆଉ ମଟର ପାଣି ଆମର ଏବେ ପୁରା ରେଡ଼ି ହେଲା। ନା ଆପଣମାନେ ଏମିତି ବନେଇକି ଥରେ ଟ୍ରାଏ କରନ୍ତୁ, ବହୁତ ହି ବଢ଼ିଆ ଲାଗିବ। ପ୍ରଥମେ ମୋ ଝିଅକୁ ଦେଇଦେବି, ଆଉ ସିଏ 2 ଜଣ ଯାକ ଖାଇଦେଇକି ପୁରା ତାଙ୍କ ମନ ଖୁସି, ଏକଦମ ଟେଷ୍ଟି। ତାପରେ ଲାଷ୍ଟକୁ ଥିଲା ବାବୁଙ୍କ ଖାଇକି ମନ ଖୁସି, ମୋ ପାଇଁ କିଛି ନଥିଲା।